ତ ଦର୍ଶକ ବନ୍ଧୁ ସେ ହେଉଛି ଆଜି ଆପଣ ମୁଁ କହିଦେଉଛି ମୋ ଖୋଲା ହୃଦୟରେ ମୁଁ କହୁଛି ତ ମୋ ଲକ୍ଷ୍ୟ ହେଉଛି ଯେ ମୁଁ ଲୋକମାନଙ୍କ ପାଇଁ କିଛି କରିବି। କରିବାର ଅଭିପ୍ରାୟ ହେଉଛି ମୋର ହେଉଛି ଇଚ୍ଛା ଯେ ଆଜି ଆମେ ସମାଜରେ ମୁଁ ଜନ୍ମ ହେଇଛି ଯେ ସମାଜ ମୋତେ ସେଇ ଲେବୁଲ୍ରେ ଯଦି କିଛି ପହଞ୍ଚେଇବ ଲୋକମାନଙ୍କ ପାଇଁ କିଛି କରିବା ପାଇଁ ମୋତେ ସାମର୍ଥ୍ୟ ଦେବ ମୁଁ କିଛି କରିବି। ଏଇଟା ହେଉଛି ମୋର ଜୀବନର ଲକ୍ଷ୍ୟ। କିନ୍ତୁ ସେଇ ଲୋକମାନଙ୍କ ପାଇଁ କିଛି କରିବା ପାଇଁ ମୋତେ ଆଜି ପର୍ଯ୍ୟନ୍ତ ସୁଯୋଗ ମିଳିନାହିଁ। ମୁଁ ଜାଣିନାହିଁ ମୋତେ ଆଗକୁ ସୁଯୋଗ ମିଳିବ କି ନାହିଁ, ସେଟା ସମୟ ହିଁ କହିବ। ମୋର ଦୃଢ଼ ବିଶ୍ୱାସ ଅଛି ଯେ ଉପରବାଲା ଦିନେ ନା ଦିନେ ମୋତେ ତା'ର ସୁଯୋଗ ଦେବ ବି ଏ ସମାଜ ପାଇଁ ମୁଁ କିଛି କରିବି। ମୋର ଇଚ୍ଛା ଅଛି। କିଏ କ'ଣ କରୁଛି ସେଇଟା ନ କରୁଛି ସେଇଟା ମୁଁ ଜାଣିନାହିଁ, କିନ୍ତୁ ମୋର ଇଚ୍ଛା ହେଉଛି ଏଇଆ ଇଚ୍ଛା ଯେ ମୋର କିଛି ଲୋକମାନେ କିଛି କରିବି। କାରଣ ଆମେ ଜନ୍ମ ହୋଇଛନ୍ତି, ମଣିଷ ଜନ୍ମ ହେଇଛି, ଆଜି ଆମେ ଜନ୍ମ ହୋଇଛନ୍ତି, କାଲି ଆମେ ମରିବା ଏଇଟା ହେଉଛି ସୁନିଶ୍ଚିତ। ଏଇଟା ହେଉଛି ଆପଣଙ୍କର ମର୍ତ୍ତ୍ୟମଣ୍ଡଳ ଦେହ ବହି ଦେବତା ହେଲେ ମରିବି। ତେଣୁ ଆମେ ଯେଉଁ ଆସିଛନ୍ତି ଏଇ ଜୀବନକାଳ ଭିତରେ ଆମେ ଲୋକମାନେ କିଛି କରିବା ବାସ୍। ନହେଲେ ଖାଲି ଯେ ଆମେ ଖାଇକି ପିଇକି ବଞ୍ଚିବା ତାପରେ ମରିଯିବା ସେଇଟା ମଣିଷ ଜୀବନର ସାର୍ଥକ ନୁହେଁ। ସାର୍ଥକ ହେଉଛି ଆପଣଙ୍କର କିଛି ଲୋକଙ୍କ ପାଇଁ କିଛି କାମ କର। ଏଇଟା ହେଉଛି ଆପଣଙ୍କ ମଣିଷ ପାଇଁ କାମ କର। ଶେଷ ଆଶା ରଖିଛି ଯେ ପ୍ରଭୁଙ୍କ ଉପରେ ଶେଷ ଆଶା ରଖିଛି, ଦେଖିବା ପ୍ରଭୁ ମୋତେ କେଉଁ ରାସ୍ତା ନେଇ ଲଗାଉଛନ୍ତି। ମୁଁ ଏତେ ପର୍ଯ୍ୟନ୍ତ ଭାଙ୍ଗି ପଡ଼ିନାହିଁ, ଚାଲିଛି। କେତେ ଲୋକର କେତେ କଥା କହୁଛନ୍ତି, କେତେ କ'ଣ କହୁଛନ୍ତି, ଫିର୍ ବି ମୁଁ ଜିଦ୍ରେ ମୁଁ ଅଟଳ ଅଛି। ମୋ ଲକ୍ଷ୍ୟ ବିଚ୍ୟୁତି ହୋଇନାହିଁ। ତ ଆଜିଟା ପାଇଁ ଏତିକି। ପୁଣି ଦେଖା ହେବା ଆଉ ଏକ ନେକ୍ସଟ ଏପିସୋଡ଼ରେ। ଦର୍ଶକ ବନ୍ଧୁ ରହିଲି, ନମସ୍କାର, ଜୟ ଜଗନ୍ନାଥ।